ବିଜୁ ଜନତା ଦଳର ବର୍ତ୍ତମାନ ତ ନାହିଁ, ମୁଁ ହେଉଛି ଉପସଭାପତି ଜିଲ୍ଲା। ଆଜ୍ଞା ମୁଁ ଆଜି ଅନାସ୍ଥା ଭୋଟ ଆଣିଛନ୍ତି ମାନେ ବିଜେଡି ଚେୟାରମ୍ୟାନଙ୍କ ବିରୋଧରେ ବିଜେଡି କାଉନସିଲର ମାନେ ଆଣିଛନ୍ତି, କ'ଣ କହିବେ ରାଜନୈତିକ ସମସ୍ୟା? ଦେଖନ୍ତୁ, ଆମେ ନିର୍ବାଚିତ ଲୋକମାନଙ୍କୁ କରିଥାଉ ଆମର କାମ ଲାଗି, ଆମ ଅଞ୍ଚଳର ଡେଭଲପମେଣ୍ଟ ଲାଗି ଏବଂ ଜନସାଧାରଣଙ୍କର ସୁବିଧା ଲାଗି। ଆଉ ଯଦି ସେଥିରେ ଅସୁବିଧା ହେଇଗଲା ତାହେଲେ ନିଶ୍ଚିନ୍ତ ଭାବରେ ଲୋକମାନଙ୍କର ପ୍ରତିକ୍ରିୟା ଆସିବ, ଯାହାଦ୍ୱାରା କି ସମସ୍ତେ ବିରୋଧ ପ୍ରକଟ କରିବେ। এটা তো নীতি নিয়ম, এটা কিছু ইয়ে কথা নୁହେଁ। ସେ କ'ଣ ଅସୁବିଧା ରହିଥିଲା ଅଧ୍ୟକ୍ଷଙ୍କ ବିରୁଦ୍ଧରେ, କ'ଣ ପାଇଁ ଦେଖନ୍ତୁ, କାଉନସିଲର ମାନେ ବି ହେଉଛନ୍ତି ବିଜୁ ଜନତା ଦଳର, ଆଉ ଚେୟାରମ୍ୟାନ୍ ବି ବିଜୁ ଜନତା ଦଳର। କଥା ହେଲା ତାଙ୍କ ଭିତରେ ଯଦି କୌଣସି ବି ଟିକେ ଅନ୍ତର୍ପାନ୍ତର ହେଇଛି ବା କିଛି ମତ ପାର୍ଥକ୍ୟ ରହିଛି, ସେଟା ନିଜ ଭିତରେ ବସିକିରି ସେଟା ସମାଧାନ ହବାର କଥା। ଆଉ ଯଦି ଏ ସମାଧାନକୁ କିଏ ନ ମାନିଲା ତାହେଲେ ସିଏ ହେଉଛି ଏକତରଫା ଇଏ। ତ ତେଣୁକରି ଯିଏ ହିଟଲର ଶାସନ କରିବା ଲାଗି ଯିଏ ବି ଚାହିଁବ ତାକୁ କେହି ବି ବରଦାସ୍ତ କରିବେନି। ଆପଣ କହିବାକୁ ଚାହୁଁଛନ୍ତି କି ଇଏ ଯୋଉ ଚେୟାରମ୍ୟାନ ଥିଲେ ସେ ଅଛନ୍ତି ହିଟଲର ଶାସନ କରୁଥିଲେ? ନିଶ୍ଚିନ୍ତ ଭାବରେ ଯଦି ନ ହେଇଥାନ୍ତା ତାହେଲେ ଏତେ କାଉନସିଲର ସମସ୍ତେ କାହିଁ ତାକୁ ବିରୋଧ କରିଥାନ୍ତେ? କାଉନସିଲରଙ୍କ ଅଭିଯୋଗ ରହୁଛି କି ଦୁର୍ନୀତି କରୁଥିଲେ। ଦୁର୍ନୀତି କରୁଥିଲେ କି ନ କରୁଥିଲେ ସେଟା ତ ତାର ଇନକ୍ୱାରି ହେଲେ ଜଣାପଡ଼ିବ, ମୁଁ ତ ସେ କଥା କହିପାରିବିନି। ଦୁର୍ନୀତି ଯେଉଁମାନେ ସେମାନେ କହିଛନ୍ତି ସେମାନେ ତାର ପ୍ରମାଣ ଦେଇଥିବେ ଯଦି ତାହେଲେ ହେଇଥିବ, କିନ୍ତୁ ମୁଁ ସେ କଥା କହିପାରିବିନି। ମୁଁ ଯଦି ବିଜୁ ଜନତା ଦଳ ହିସାବରେ ମୁଁ କହୁଛି, କାଉନସିଲର ବି ଆମର, ଚେୟାରମ୍ୟାନ୍ ବି ଆମର। ମୁଁ ତ କହିଦେଲି ଆପଣମାନଙ୍କୁ କ୍ଲିୟର କଥାଟା। ଆଜ୍ଞା, ବଜାରନଗର ନିର୍ବାଚନ ମଣ୍ଡଳୀ ଆଉ ବଜାରନଗର ମ୍ୟୁନିସିପାଲିଟିରେ ବିଜେଡି ଦୁଇ ଭାଗ ହେଇଯାଇନି ତ? ଦେଖନ୍ତୁ, ଭାଗ ହେଲା କୋଉଠୁ? ଯଦି ସମସ୍ତ କାଉନସିଲର ଏକ ଭାବରେ ଅଛନ୍ତି ଦୁଇ ଭାଗ ହେଲା କୁଆଡୁ? ଭାଗ ବିଲକୁଲ ହେଇନି, ଏଇଟା ସମସ୍ତେ କହିବା କଥା। ଆଜ୍ଞା, ଗୋଟେ ଚେୟାରମ୍ୟାନ ମଧ୍ୟ ନବୀନ ପଟ୍ଟନାୟକ ଗୋଟେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କି ତାଙ୍କ ଉପରେ ମାନେ ଆଗରୁ ଏମିତି ଅତ୍ୟାଚାର କରାଯାଉଥିଲା, ତାଙ୍କୁ ଜୋର ଜବରଦସ୍ତି କୁହାଯାଉଥିଲା କି ସେମାନଙ୍କ ହିସାବରେ କାମ କରିବା ପାଇଁ, କାଉନସିଲର ମାନଙ୍କ ହିସାବରେ। ଯେହେତୁ ସେ କଲେ ନାହିଁ ସେଥିପାଇଁ ଅନାସ୍ଥା ଅଣାଯାଇଛି ବୋଲି ସେ ଚେୟାରମ୍ୟାନ କହିଛନ୍ତି। ମୁଁ ସେଇ କଥା ଆପଣଙ୍କୁ ପଚାରିବା ପାଇଁ ତାଙ୍କୁ ଚେୟାରମ୍ୟାନ କରିଥିଲା କିଏ? ବିଜୁ ଜନତା ଦଳ କରିଥିଲା ନା। ଆଜି ବିଜୁ ଜନତା ଦଳ ବିରୁଦ୍ଧରେ ସେ କାହିଁକି ଇଏ କହୁଛନ୍ତି? କ'ଣ ହେଲା? କାହିଁକି କରୁଛନ୍ତି? ସେତେବେଳେ କହୁନଥିଲେ ମତେ ବିଜୁ ଜନତା ଦଳ କରିଛନ୍ତି, ଭଲ ପାଇଁ କରିଛନ୍ତି, ଆଜି କାହିଁକି ମନ୍ଦ ହେଇଗଲା ବୋଲି କହୁଛନ୍ତି? ତାର ଭିତରେ ନିଶ୍ଚୟ କିଛି ତାଙ୍କର ଭିତରେ କିଛି ଇଏ ଥିବ।